ମୁଁ ପୁରୁଷ, ରକ୍ତ ହାଡ଼ ମାଂସରେ ତିଆରି ମଣିଷଟିଏ। ମୋତେ ବି କଷ୍ଟ ହୁଏ, ମୁଁ ବି କାନ୍ଦେ। ଦାୟିତ୍ୱର ବୋଝ ମୋତେ ବି ଥକାଏ। ମୁଁ ଭିତରୁ ଭାଙ୍ଗେ, ପୁଣି ନିଜକୁ ଯୋଡ଼େ। ପୁଅ ଭାବେ ବାପା ମାଙ୍କ ସାହାରା, ଭାଇ ହୋଇ ଭଉଣୀର ସୁରକ୍ଷା କବଚ, ସ୍ୱାମୀ ଭାବେ ସ୍ତ୍ରୀର ସୁଖ, ଆଉ ବାପା ହୋଇ ପିଲାଙ୍କ ଅଳି ଅଝଟ ପୂରା କରିବାରେ ମୋ ବୟସ ବିକି ଦେଇଥାଏ। ମୋ ଭାଗରେ ଖାଲି ଦାୟିତ୍ୱ ବଞ୍ଚିଥାଏ। ଚାଳ ଛପର ଘରକୁ ଅଟ୍ଟାଳିକା କରିବା ପାଇଁ ପରିଶ୍ରମର ପୁଞ୍ଜି ଲଗାଏ। ପରିବାର ପେଟରେ ଦାନା ଦେବା ପାଇଁ ଘର ଛାଡ଼ିବାକୁ ପଡ଼େ। ପିଲାଙ୍କ ପାଠପଢ଼ା ସହ ଅନୁଶାସନ ମୋତେ ବିଚଳିତ କରେ। ଝିଅର ବାହାଘର ପାଇଁ ଏଠି ସେଠି ହାତ ପାତିବାକୁ ପଡ଼େ। ସବୁ ପରେ ବି ନାନାଦି ଲାଞ୍ଛନା ମିଳେ। ପାରିବାରିକ କଳହ ହେଉ କି ସାମାଜିକ ସୌହାର୍ଦ୍ଦ୍ୟ, ମୋତେ ନିଷ୍ପକ୍ଷ ହେବାକୁ ପଡ଼େ। ମୋତେ କେହି ପଚାରନ୍ତିନି କେମିତି ଅଛୁ, ସମସ୍ତେ କୁହନ୍ତି କେତେ କମଉଛୁ। ମୋ ପକେଟ୍ ଦେଖି ଓଜନ ମପାଯାଏ। ଯାହାର ପକେଟ୍ ଯେତେ ଉଚ୍ଚା, ତାର ସେତେ ଆଦର, ଖାତିର, ଯତ୍ନ। ସମାଜ ଆଜି ମୋତେ ଟଙ୍କା ତିଆରି ମେସିନ୍ ଭାବେ। ଅନ୍ୟର ସୁଖ ପାଇଁ ଦିନକୁ 100 ଥର ନିଜକୁ ଦୁଃଖୀ ଅବସ୍ଥାରେ ପାଇଛି। ମନକୁ ଆଉଁସି ପୁଣି ହସିଛି। ହେଲେ ଏଠି କିଏ ବୁଝିବ? ମୁଁ ବି ଶାନ୍ତି ଚାହେଁ, ମୋତେ ବି ଆରାମ ଦରକାର। ମୋ ମନ ବି ପ୍ରେମ ଖୋଜେ। ମୋ ଔକାତ ମାପିଲେ ମୋତେ ବି କଷ୍ଟ ହୁଏ। ମୁଁ କେଉଁ ବସ୍ତୁ ନୁହେଁ ବ୍ରାଣ୍ଡ ଦେଖି ବୁଲଚାଲ କରିବ। କିଏ ଟିକେ ମୋତେ ବୁଝନ୍ତାନି? କିଏ ଟିକେ ମୁଣ୍ଡରେ ହାତ ମାରି ପଚାରନ୍ତାନି କେମିତି ଅଛୁ? ଏ ମନର ଗହନ ଗୁମ୍ଫାରେ ଜମାଟ ବାନ୍ଧିଥିବା ଲୁହବୁନ୍ଦା ଗୁଡ଼ିକ ଅମାନିଆ ଧାରା ଶ୍ରାବଣୀ ପାଲଟି ଯାଆନ୍ତା। ଆଜି ବିଶ୍ୱ ପୁରୁଷ ଦିବସରେ ପୁରୁଷଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ଆସୁ। ଏହା ହିଁ କାମ୍ୟ। ବ୍ୟୁରୋ ରିପୋର୍ଟ, ଧରିତ୍ରୀ ଲାଇଭ୍।